ଆମେ କ'ଣ କରୁନାହୁଁ। ଯେଉଁ ବାକ୍ୟ ଗୁଡ଼ିକ ଏଇ ଢାଞ୍ଚାରେ ଆସିବ, ଯଥା ଆମେ କ'ଣ ଖାଉନାହୁଁ, ଆମେ କ'ଣ ପିଉନାହୁଁ, ତ ଆମେ କ'ଣ ପଢ଼ୁନାହୁଁ, ଆମେ କ'ଣ ଖେଳୁନାହୁଁ, ତ ଏଇ ଯେଉଁ ବାକ୍ୟ ଗୁଡ଼ିକ ଆମେ ଏଇ ଢାଞ୍ଚାରେ ହିଁ କହନ୍ତି। ଆମେ ଶିଖିଯିବା ସୂତ୍ର ଏଇସବୁ ବାକ୍ୟକୁ କେମିତି ଗଠନ କରନ୍ତି। ଆସ ଦେଖିବା। ଉଦାହରଣ ନେବା, ଆମେ କ'ଣ ଖାଉନାହୁଁ। ତ ଇଏ ପାଇଁ ଏ ବାକ୍ୟକୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ ଭାଙ୍ଗିଦେବା ଛୋଟ ଛୋଟ ଖଣ୍ଡରେ। ଏକୁ ପ୍ରଥମ ଖଣ୍ଡଟି ହେଲା ଆମେ, ତାପରେ କ'ଣ, ତାପରେ ଖାଉନାହିଁ। ତ ଏଇ ତିନିଟା ଖଣ୍ଡ ଆଗେ ତାର ଇଂରାଜୀ କରିଦେବା। ପ୍ରଥମ ଖଣ୍ଡଟି ହେଲା ଆମେ, ଆମେକୁ ଇଂରାଜୀରେ କହନ୍ତି ଉଇ। ଆଉ ଖାଇବା ପାଇଁ ବ୍ୟବହାର କରିବା ଆମେ ଇଟ୍ କ୍ରିୟା। ତା ସହିତ ଯଦି ଆମେ ପୁରା ବାକ୍ୟଟିକୁ କହିବା, ତା ପାଇଁ ପ୍ରଥମେ କ'ଣ ଲଗେଇବା। କ'ଣ ହେଲା ହ୍ୱାଟ୍। ହ୍ୱାଟ୍ ଡୋଣ୍ଟ ଉଇ ଇଟ୍। ଆଗେ ହ୍ୱାଟ୍ ବସେଇବା, ତାପରେ ଡୋଣ୍ଟ ବସିବ, ତାପରେ କର୍ତ୍ତା ଉଇ ବସିବ, ତାପରେ ଇଟ୍ ବସିବ। ତ ଏଇ ହିସାବରେ ଆମେ ବାକ୍ୟଟି ଗଠନ କରିପାରିବା। ଆମେ କ'ଣ ଖାଉନାହିଁ ହେବ ହ୍ୱାଟ୍ ଡୋଣ୍ଟ ଉଇ ଇଟ୍। ଠିକ୍ ସେଇଭଳି ଯଦି ଆମେ ବାକ୍ୟ ଗୁଡ଼ିକ ବନେଇ ଚାଲିବା, ଅଧିକ ବାକ୍ୟ, ସେଗୁଡ଼ାକ ଯେମିତି ଆମେ କ'ଣ ପଢ଼ୁନାହିଁ ହ୍ୱାଟ୍ ଡୋଣ୍ଟ ଉଇ ରିଡ୍, ଆମେ କ'ଣ ଖେଳୁନାହିଁ ହ୍ୱାଟ୍ ଡୋଣ୍ଟ ଉଇ ପ୍ଲେ, ଆମେ କ'ଣ ଲେଖୁନାହୁଁ ହ୍ୱାଟ୍ ଡୋଣ୍ଟ ଉଇ ରାଇଟ୍। ତ ସେଇ ହିସାବରେ ଆମେ ବାକ୍ୟ ସବୁ ଆଗେଇ ପାରିବା।